ଆଜିର ପ୍ରସଙ୍ଗ ଶିବରାତ୍ରିରେ ଶିବ ଆରାଧନା ସହିତ ମହାକୁମ୍ଭ ଶେଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁସାରେ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଏବଂ ମହାଦେବ ଶିବ ହେଉଛନ୍ତି ସଂହାରକର୍ତ୍ତା। ଏହି ତିନି ଠାକୁର ହେଉଛନ୍ତି ଏକ ଏବଂ ପରମାତ୍ମାଙ୍କର ବିଭିନ୍ନ ସ୍ୱରୂପ। ବ୍ରହ୍ମା, ବିଷ୍ଣୁ ଓ ଶିବ ଯଥାର୍ଥରେ କହିବାକୁ ଗଲେ ଏକ ଏବଂ ଅଭିନ୍ନ। ମାତ୍ର ସବୁରି ମୂଳରେ ବ୍ୟକ୍ତିର ବିଶ୍ୱାସ ଓ ଭକ୍ତି ନିହିତ ରହିଛି। ଶିବ ହେଉଛନ୍ତି ସମସ୍ତ ଜ୍ଞାନର ଆଧାର। ପୁରାଣ ଶାସ୍ତ୍ର ଅନୁସାରେ ମହାଦେବ ଶିବ ପ୍ରକୃତି ଓ ପୁରୁଷଠାରୁ ଉର୍ଦ୍ଧ୍ୱରେ। ଶିବ ହେଉଛନ୍ତି ମହେଶ୍ୱର, ଯିଏ ସୃଷ୍ଟିର ମଙ୍ଗଳକର୍ତ୍ତା ଏବଂ ସର୍ବଗୁଣରେ ଆସକ୍ତ ହୋଇ ତାଣ୍ଡବ ରଚାଇବା ସହିତ ପୃଥିବୀର ମନୁଷ୍ୟ ଓ ଜୀବଜଗତକୁ ରକ୍ଷା କରିଥାନ୍ତି। ସଂସାରର ଏକମାତ୍ର ତ୍ୟାଗ ପ୍ରତିରୂପ ହେଉଛନ୍ତି ଶିବ। ସେ ହେଉଛନ୍ତି ସତ୍ୟ ଓ ସୁନ୍ଦର। ବିଶ୍ୱ ବ୍ରହ୍ମାଣ୍ଡ ତଥା ସମ୍ପୂର୍ଣ୍ଣ ଜଗତର କଲ୍ୟାଣକାରୀ ଓ ମଙ୍ଗଳର ପ୍ରତୀକ। ସମୁଦ୍ର ମନ୍ଥନରୁ ହଳାହଳ ଗରଳ ନିର୍ଗତ ହେବା ଦେଖି ଦେବମଣ୍ଡଳ, ଗ୍ରହମଣ୍ଡଳ, ଜୀବମଣ୍ଡଳ ଏପରିକି ସମ୍ପୂର୍ଣ୍ଣ ଜଗତ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ସ୍ତମ୍ଭୀଭୂତ ହୋଇଗଲେ। ଶେଷରେ ଜଗତର ମଙ୍ଗଳ ନିମନ୍ତେ ମହାଦେବ ଶିବ ଏହି ହଳାହଳ ବିଷ ପାନ କରି ସମ୍ପୂର୍ଣ୍ଣ ଜଗତକୁ ଉଦ୍ଧାର କରିଥିଲେ। ଏହି ବିଷପାନରେ ଶିବଙ୍କର କଣ୍ଠ ନୀଳ ହୋଇଗଲା, ତେଣୁ ସେ ନୀଳକଣ୍ଠ ରୂପେ ପୂଜା ପାଇଲେ। ଶିବ ହିଁ ଏକମାତ୍ର ଦେବତା, ଯିଏ ମହାଯୋଗୀ, ମହାଭୋଗୀ ଓ ମହାତ୍ୟାଗୀ। ଯୋଗାସନରେ ଶିବ ବିଲୟ ହୋଇଥାନ୍ତି, ଭୋଗରେ ତନ୍ମୟ ହୋଇଥାନ୍ତି ଓ ତ୍ୟାଗରେ ମହାନ ହୋଇଥାନ୍ତି। ଭଗବାନ ଶିବ ପ୍ରକୃତି ତଥା ଜଗତର ପ୍ରତୀକ ହେତୁ ଜଗତବ୍ୟାପୀ ଓ ଜଗତମୟ ନବଗ୍ରହଙ୍କ ଅଧିଷ୍ଠାତ୍ରା। ଶିବ ହେଉଛନ୍ତି ସ୍ୱୟଂ ନବଗ୍ରହ। ଶିବଙ୍କର ତୃତୀୟ ନେତ୍ର ଜ୍ୱଳନ୍ତ ସୂର୍ଯ୍ୟଙ୍କ ପ୍ରତୀକ। ଶିବଙ୍କୁ ପୂଜା କଲେ ସମ୍ପୂର୍ଣ୍ଣ ନବଗ୍ରହଙ୍କ ଆଶୀର୍ବାଦ ମିଳିବା ସହିତ ବ୍ୟକ୍ତି ଭୌତିକ, ଆଧିଭୌତିକ ଓ ଆଧ୍ୟାତ୍ମିକତାର ସମସ୍ତ ଶକ୍ତି ପ୍ରାପ୍ତ ହୋଇଥାନ୍ତି। ଶିବଙ୍କ ମସ୍ତକରେ ଶୋଭିତ ଅର୍ଦ୍ଧଚନ୍ଦ୍ର ଏବଂ ଜଟାରୁ ଅବିରତ ବହୁଥିବା ଗଙ୍ଗାର ଧାର ଚନ୍ଦ୍ରଙ୍କ ପ୍ରତୀକ ହୋଇଥାଏ। ଶିବଙ୍କ ହସ୍ତରେ ଶୋଭିତ ତ୍ରିଶୂଳ ଆୟୁଧ ମଙ୍ଗଳର ପ୍ରତୀକ। ଶିବଙ୍କ ପ୍ରଚଣ୍ଡ ଜ୍ଞାନ, ଜିତେନ୍ଦ୍ରିୟ ଶକ୍ତି, ବୁଦ୍ଧି, ଧ୍ୟାନ, ତପସ୍ୟା ଓ ସାଧନା ବୁଧଙ୍କ ପ୍ରତୀକ। ଶିବଙ୍କର ପୀତବର୍ଣ୍ଣ ବ୍ୟାଘ୍ର ଚର୍ମ ଆସନ ସହିତ କଟିରେ ଶୋଭିତ ବ୍ୟାଘ୍ର ଚର୍ମ ବୃହସ୍ପତିଙ୍କ ପ୍ରତୀକ ହୋଇଥାଏ। ଶିବ ପ୍ରଜନନ ଶକ୍ତିର ଉତ୍ସ, ବୃଷଭ ବାହନ, ଡମ୍ବରୁ ତଥା ତାଣ୍ଡବ ନୃତ୍ୟକଳା ଶୁକ୍ରଙ୍କର ପ୍ରତୀକ। ଶିବଙ୍କର ନୀଳବର୍ଣ୍ଣ ମସ୍ତକରେ ଶୋଭିତ ଜଟା, ଗଳାରେ ଶୋଭିତ ରୁଦ୍ରାକ୍ଷ, ଭାଲରେ ଶୋଭିତ ଭସ୍ମରେଖା ଓ ଶ୍ମଶାନର ବାସସ୍ଥାନ ଶନିଦେବଙ୍କ ପ୍ରତୀକ। ସେହିଭଳି ଶିବଙ୍କ ପ୍ରଚଣ୍ଡ କ୍ରୋଧ ରାହୁଙ୍କର ପ୍ରତୀକ ଭାବେ ବିବେଚନା କରାଯାଉଥିଲା ବେଳେ ତାଙ୍କ ଗଳାରେ ଶୋଭିତ ସର୍ପ ମହାସ୍ୱରୂପ କେତୁଙ୍କର ପ୍ରତୀକ ହୋଇଥାଏ। ମହାଶିବରାତ୍ରି ଅର୍ଥାତ୍ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ହେଉଛି ଦିବ୍ୟ ଜ୍ୟୋତିର୍ଲିଙ୍ଗଙ୍କ ପ୍ରକଟ ହେବାର ପ୍ରକୃତ ମୁହୂର୍ତ୍ତ। ମହାଶିବରାତ୍ରିରେ ଶିବ ସାଧନା ଏବଂ ରହସ୍ୟକୁ ଜାଣିପାରିଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଶିବରାତ୍ରିର ଚାରିପ୍ରହରରେ ଚାରିଥର ପୃଥକ ପୃଥକ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜ୍ୟୋତିର୍ବିଦଙ୍କ ମତରେ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଚନ୍ଦ୍ର ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇଥାନ୍ତି। ଏହାର ତାତ୍ତ୍ୱିକ ଦିଗଟି ଶିବଙ୍କର ପ୍ରକଟ ଜ୍ୟୋତିର୍ମୟ ସ୍ୱରୂପ ସଂକେତରେ ପ୍ରତ୍ୟେକ ଶିବ ମନ୍ଦିରରେ ମହାଦୀପ ଉଠିବାର ଗୁରୁତ୍ୱ ବହନ କରିଥାଏ ଏବଂ ଅନ୍ଧକାରକୁ ଏଡ଼ାଇ ପରମ ଦିବ୍ୟାଲୋକକୁ ବିତରଣ କରିବାର ତତ୍ତ୍ୱ ସ୍ପଷ୍ଟ ହୋଇଥାଏ। ଶିବରାତ୍ରି ଉପଲକ୍ଷେ ଦେଶର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଦୀପ ଜାଳିବାର ପ୍ରଥା ରହିଛି। ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ, ଶ୍ରୀ ହରିଶଙ୍କର, ଶ୍ରୀ ଧବଳେଶ୍ୱର, ଶ୍ରୀ ଚନ୍ଦ୍ରଶେଖର, ଆଖଣ୍ଡଳମଣିଙ୍କ ସହ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଧାର୍ମିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। ଅନ୍ୟପକ୍ଷରେ ମହାଶିବରାତ୍ରି ସହିତ ମହାକୁମ୍ଭର ମହାପର୍ବର ଆଜି ଉଦ୍ଯାପନୀ ଦିବସ। ଦୀର୍ଘ 1.5 ମାସ ଧରି ଚଳଚଞ୍ଚଳ ଏବଂ ଉଜାଗର ଥିବା ପ୍ରୟାଗରାଜରେ ଆଧ୍ୟାତ୍ମିକ ମେଳାର ସମାପନ ଦିବସରେ କୋଟି କୋଟି ଶ୍ରଦ୍ଧାଳୁ ମହାସ୍ନାନ ସହ ଗଙ୍ଗାରେ ବୁଡ଼ ପକାଉଛନ୍ତି। ମହାକୁମ୍ଭର ମହାସ୍ନାନରେ 64 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। 144 ବର୍ଷ ପରେ ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମହାସମାବେଶ ଦେଶ ବିଦେଶର କୋଟି କୋଟି ଶ୍ରଦ୍ଧାଳୁଙ୍କର ଧର୍ମୀୟ ଆସ୍ଥା ଏବଂ ଭାରତୀୟ ସଂସ୍କୃତି ତଥା ବିବିଧତାରେ ଏକତାକୁ ପ୍ରତିପାଦିତ କରିଛି।